ଦିନକୁ ଦିନ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି, ଯାହା ଫଳରେ ଲୋକେ ଅତିଷ୍ଠ ହୋଇ ପଡ଼ିଲେଣି। ହାତୀଙ୍କ ଉପଦ୍ରବରେ ଧନଜୀବନ ନଷ୍ଟ ହେଉଥିବା ବେଳେ ଏବେ ଚିନ୍ତାରେ ଲୋକେ। ତେବେ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ ରଣବା ପଞ୍ଚାୟତର ସାହାଜଖାଲ ଗ୍ରାମରେ ଦେଖିବାକୁ ମିଳିଛି ହାତୀ ଆତଙ୍କ। ଉକ୍ତ ଗ୍ରାମର ଓଷା ମଲ୍ଲିକଙ୍କ ଘର ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଦେଇଛନ୍ତି ଏକ 25 ଟିକିଆ ହାତୀପଲ। ସୂଚନା ଅନୁଯାୟୀ ଗତ ବିଳମ୍ବିତ ରାତିରେ ହାତୀପଲ ଆସି ଓଷାଙ୍କ ଝାଟିମାଟି ଘର ଭାଙ୍ଗିଦେବା ସହ ଧାନ ଚାଉଳ ଖାଇ ସବୁ ନଷ୍ଟ କରିଦେଇଥିଲେ। ଫଳରେ ଓଷାଙ୍କ ପରିବାର ବେସାହାରା ହୋଇ ପଡ଼ିଛନ୍ତି। ତେବେ ହାତୀଙ୍କ ଉପଦ୍ରବ ସତ୍ତ୍ୱେ ରାଇକିଆ ବ୍ଲକ ପ୍ରଶାସନ କିମ୍ବା ବନ ବିଭାଗ କର୍ତ୍ତୃପକ୍ଷଙ୍କ ଦେଖା ମିଳୁନଥିବା କହିଛନ୍ତି ପରିବାର ଲୋକେ। ଅନ୍ୟପଟେ ଖବର ପାଇ ପୂର୍ବତନ ସରପଞ୍ଚ ଭିକାରୀ ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ କ୍ଷତିପୂରଣ ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ଓଷାଙ୍କ ପରିବାର। ଥିଲୁ ମହାପ୍ରଭୁ ଯେମିତି ଆସିଲେ ପହଞ୍ଚି ଆସିଲା ବେଳକୁ ଆମେ ବାରି ବାଟିଆ ବାହାରିକି ପଳେଇଲୁ। କୋଉଠିକି ଗଲ? ଢିମିରିପଲ୍ଲି ପଳେଇଲୁ। କେତେଟା ସମୟ ହବ? 11ଟା। ରାତି 11ଟା ହବ। ହଁ ସମସ୍ତେ ପଳେଇଲ ବାରିପଟେ? ହଁ ବାରିପଟେ ପଳେଇଲୁ। କେତେ ପଟ ହାତୀ ଆସିଥିଲେ? କେତେ ପଟ ବୋଇଲା ଆଉ ସିନ୍ଦୁ ଅନେକ ହାତୀ ସେ କହିଲା 30 କି 25 ପଟ ହେଇଯିବ ଆଉ। ସକାଳେ ଏଇଠିକି ଆସିଲ? ହଁ ସକାଳୁ ଆସିଲୁ ଆମେ। ଏ ଘର ଦ୍ୱାର ସବୁ ଭାଙ୍ଗି ଦେଇଛି? ସବୁ ଘର ଦ୍ୱାର ଭାଙ୍ଗି ଦେଇଛି। ଆଉ କିଛି ନାହିଁ ଆଉ। ଆଚ୍ଛା, ଆଉ ଖାଇବାକୁ ଏ ଧାନ ଚାଉଳ ସବୁ ଖାଇଛି? ସଫା ସରକାର ହେଲେ ଏବେ ଚାଉଳ ଦେଇଥିଲା 1.5 ବସ୍ତା ସେ କରା ସବୁ ଖାଇଦେଲେ ଆଉ। ଚାଉଳ 5 କିଲୋ ତାହିଁରୁ ଖାଇଛୁ ସରକାର ଚାଉଳ ଆଉ। ସାଫା ଡିଗିଛି ସବୁ ଭାଙ୍ଗି ଦେଇଛି ଆଉ। କାହିଁରେ ରାନ୍ଧିବୁ କାହିଁରେ ଖାଇବୁ। ନୂଆ ନୁଗା ବସ୍ତ୍ର ହେଲେ ସାଫା ଚିରି ଦେଇଛି, ଖାଲି ଯୋଉ ପିନ୍ଧିଛୁ ଖଣ୍ଡେ ଖଣ୍ଡେ ସେତିକି ଆକା। ହେଲେ ରହିବାକୁ କି ଖାଇବାକୁ ରାନ୍ଧିବାକୁ କିଛି ଚାଉଳ ପତ୍ର ଡେକ୍ଚି ନାହିଁ? କିଛି ନାହିଁ ହେଲେ। କନ୍ଧମାଳରୁ ଚନ୍ଦ୍ରକାନ୍ତ ନାୟକଙ୍କ ରିପୋର୍ଟ, ଲାଇଭ୍ କଳିଙ୍ଗ ନ୍ୟୁଜ୍।